କୋରେଇବାସୀଙ୍କ ସୁଖ ଦୁଃଖର ସାଥୀ ହେଉଛନ୍ତି ଆକାଶ। ନିର୍ବାଚନ ପୂର୍ବରୁ ଦେଇଥିବା କଥାକୁ ପୂରଣ କଲେ ଆକାଶ। ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ଗ୍ରାମ ପଞ୍ଚାୟତ କାର୍ଗିଲ ଛକଠାରେ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଅନୁମୋଦିତ ହୋଇଥିବା ପାଖାପାଖି 3 କୋଟି ଟଙ୍କା ବ୍ୟୟରେ ପାଣିକୋଇଲି ଅମୃତିଆ ଆରଡି ରାସ୍ତାଠାରୁ ମହୁଲିଆ ଆଲଡା ରଣସରପୁର କାର୍ଗିଲ ଛକ ମୃତ୍ୟୁଞ୍ଜୟପୁର ବାଢା ଚାର୍ଦାଠାରୁ ରଗଡି ପାଣିକୋଇଲି ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କାର୍ଗିଲ ଛକଠାରେ ହଜାର ହଜାର ଜନସାଧାରଣ ତାଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଥିବାରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେବା ସହ ଧନ୍ୟବାଦ ଦେଇଥିଲେ। ଆଜି ନିଶ୍ଚିତ ଭାବରେ କୋରେଇ ନିର୍ବାଚନ ମଣ୍ଡଳୀ ଏବଂ ବିଶେଷ ଭାବରେ ଧନେଶ୍ୱର ପଞ୍ଚାୟତ ପାଇଁ ଗୋଟେ ଖୁସିର ଦିନ। ପାଣିକୋଇଲି ଠାରୁ ଅମୃତିଆ ଆରଡି ରୋଡ ଠାରୁ ମୃତ୍ୟୁଞ୍ଜୟପୁର ବାଡ଼ା ପର୍ଯ୍ୟନ୍ତ ଏକ ଗ୍ରାମ ଉନ୍ନୟନ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ଆଜି ସ୍ଥାପନ କରାଗଲା। ବିଗତ ଦିନରେ ଏ ରାସ୍ତା ପାଇଁ ଅନେକ ଦାବି ଉଠିଥିଲା, କାରଣ ଏ ରାସ୍ତାକୁ ନେଇ ପାଖାପାଖି ଅନେକ ଗ୍ରାମବାସୀ ମାନେ ବହୁତ ଦିନରୁ ହଇରାଣ ହେଉଥିଲେ ଏବଂ ଏ ରାସ୍ତାଟି ହେବା ପରେ ନିଶ୍ଚିତ ଭାବରେ ଗମନାଗମନର ସୁବିଧା ହେବା ସହିତ ପିଲାମାନଙ୍କର ସ୍କୁଲ ଯିବାଠୁ ଆରମ୍ଭ କରି ବ୍ୟବସାୟିକର ଉନ୍ନତିକରଣଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉନ୍ନତିକରଣ କାର୍ଯ୍ୟ ହେବ ଏବଂ ଇଏ ଗୋଟେ ବହୁ ପ୍ରତୀକ୍ଷିତ ରାସ୍ତା ଥିଲା ଏବଂ ଆବଶ୍ୟକତା ଥିଲା ଏବଂ ସେ ଆବଶ୍ୟକତାକୁ ପୂରା କରି ଆଜି ରାଜ୍ୟ ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି ଏବଂ ଇଏ ନିଶ୍ଚିତ ଭାବରେ ମୁଁ କହିବି କୋରେଇ ବିକାଶରେ ଆମେ ଆଉ ଗୋଟେ ପାଦ ଆଜି ଅଗ୍ରସର ହେଲୁ।